ଆମେ ଯେଉଁ ଆଧୁନିକ ଦୁନିଆରେ ରହୁଛେ ତାକୁ ଚଳାଉଥିବା ଶକ୍ତି ପଛରେ ପ୍ରକୃତରେ କ'ଣ ଅଛି? ଗୋଟିଏ ମେସିନ୍, ଆଉ ତାର ନାଁ ହେଉଛି ଅଲ୍ଟରନେଟର, ଯାହାକୁ ସିଙ୍କ୍ରୋନସ୍ ଜେନେରେଟର ବୋଲି ବି କୁହାଯାଏ। ତେବେ ଆସନ୍ତୁ ଆଜି ଆମେ ଏହି ଅଦ୍ଭୁତ ମେସିନ୍ ଭିତରର ରହସ୍ୟକୁ ବୁଝିବା। ଆମେ ତ ସୁଇଚ୍ ଟିପିଦେଲେ ଲାଇଟ୍ ଜଳିଯାଏ, ଫ୍ୟାନ୍ ବୁଲିଯାଏ, କିନ୍ତୁ କେବେ ଭାବିଛନ୍ତି ଏ ଯୋଉ ବିଜୁଳି ଶକ୍ତି ଏଟା ପ୍ରକୃତରେ ଆସୁଛି କୋଉଠୁ? ଏହି ସରଳ ପ୍ରଶ୍ନର ଉତ୍ତର ହିଁ ଆମ ଆଜିର ଆଲୋଚନାର ମୂଳ କଥା। ଆଉ ସେଇ ପ୍ରଶ୍ନର ଉତ୍ତର ହେଉଛି ଅଲ୍ଟରନେଟର। ଏଇଟା ଏମିତି ଗୋଟେ ଯନ୍ତ୍ର ଯାହା ଗୋଟେ ପ୍ରକାରର ଶକ୍ତିକୁ ଆଉ ଗୋଟେ ପ୍ରକାରରେ ବଦଳାଇ ଦିଏ। ସିଧା କଥାରେ କହିଲେ ଏଇଟା ଘୂରିବାର ଗତିକୁ ମାନେ ଯାନ୍ତ୍ରିକ ଶକ୍ତିକୁ ନେଇ ଆମ ଘରେ ବ୍ୟବହାର ହେଉଥିବା ଏସି ବିଜୁଳିରେ ପରିଣତ କରିଦିଏ। ଚାଲନ୍ତୁ ତାହେଲେ ଏ ମେସିନ୍କୁ ଟିକେ ଭିତରକୁ ଦେଖିବା କେମିତି ଗଢ଼ା ହେଇଛି। ପ୍ରଥମ ମୁଖ୍ୟ ଭାଗ ହେଉଛି ଷ୍ଟେଟର। ନାଁରୁ ହିଁ ଜଣାପଡ଼ୁଛି ଏଇଟା ହେଉଛି ମେସିନ୍ର ସେଇ ଅଂଶ ଯାହା ପୁରା ସ୍ଥିର ରହେ, ଜମା ବୁଲେନି। ଦେଖନ୍ତୁ, ଷ୍ଟେଟରର ସବା ବାହାରେ ଥାଏ ଫ୍ରେମ୍, ଯାହା ପୁରା ମେସିନ୍କୁ ଧରି ରଖେ ଆଉ ସୁରକ୍ଷା ଦିଏ। ତା ଭିତରେ ଥାଏ ଷ୍ଟେଟର କୋର୍। ଏଇଟା ପତଲା ପତଲା ଷ୍ଟିଲ୍ ପ୍ଲେଟ୍କୁ ଯୋଡ଼ି ତିଆରି ହୋଇଥାଏ, କାହିଁକିନା ଏମିତି କଲେ ଶକ୍ତି ନଷ୍ଟ ହୁଏନି କି ବେଶୀ ଗରମ ହୁଏନି। ଆଉ ସବୁଠୁ ଜରୁରୀ ଜିନିଷ ହେଉଛି ଆର୍ମେଚର ୱାଇଣ୍ଡିଂ। ମନେ ରଖନ୍ତୁ, ଏ ସ୍ଥିର କଏଲ୍ ଭିତରେ ହିଁ ପ୍ରକୃତରେ ବିଜୁଳି ତିଆରି ହୁଏ। ଆଚ୍ଛା, ଯଦି ଷ୍ଟେଟର ହେଉଛି ସ୍ଥିର ଶରୀର, ତାହେଲେ ରୋଟର ହେଉଛି ତା ଭିତରେ ଥିବା ଧକ୍ ଧକ୍ କରୁଥିବା ହୃଦୟ। ଏଇଟା ହେଉଛି ମେସିନ୍ର ସେଇ ଅଂଶ ଯାହା ପ୍ରକୃତିରେ ବୁଲେ ଆଉ ବିଜୁଳି ତିଆରି ହେବାର ପ୍ରକ୍ରିୟାକୁ ଆରମ୍ଭ କରେ। ହଁ, ତେବେ ରୋଟର ସାଧାରଣତଃ ଦୁଇ ପ୍ରକାରର ଥାଏ। ଗୋଟେ ହେଲା ସାଲିଏଣ୍ଟ ପୋଲ୍ ରୋଟର, ଯେଉଁଥିରେ ଚୁମ୍ବକୀୟ ପୋଲ୍ଗୁଡ଼ାକ ବାହାରକୁ ବାହାରିଲା ଭଳି ଦିଶେ। ଆଉ ଗୋଟେ ହେଲା ସିଲିଣ୍ଡ୍ରିକାଲ ରୋଟର, ଯାହାର ବାହାର ପଟଟା ପୁରା ଚିକ୍କଣ, ଗୋଟେ ସିଲିଣ୍ଡର ଭଳି। କେଉଁଠି କୋଉଟା ବ୍ୟବହାର ହେବ ସେଟା ତାର ଗତି ଆଉ କାମ ଉପରେ ନିର୍ଭର କରେ। ଆସନ୍ତୁ ଏହି ସାଲିଏଣ୍ଟ ପୋଲ୍ ରୋଟରକୁ ଟିକେ ପାଖରୁ ଦେଖିବା। ଏଇ ଯେଉଁ ବାହାରକୁ ବାହାରିଥିବା ପୋଲ୍ ଅଛି ତା ଉପରେ ଫିଲ୍ଡ ୱାଇଣ୍ଡିଂ ଗୁଡ଼ାଇ ହେଇକି ଥାଏ। ଆଉ ଯେତେବେଳେ ଏହି ୱାଇଣ୍ଡିଂକୁ ଆମେ ଡିସି କାରେଣ୍ଟ ଦେଉ, ସେଟା ଗୋଟେ ବହୁତ ଶକ୍ତିଶାଳୀ ଇଲେକ୍ଟ୍ରୋମ୍ୟାଗ୍ନେଟ୍ ବନିଯାଏ। ଆଉ ସେଥିରେ ଡ୍ୟାମ୍ପର ବାର୍ ବି ଲାଗିଥାଏ, ଯାହା ମେସିନ୍କୁ ସ୍ଥିର ଭାବରେ ଚାଲିବାରେ ସାହାଯ୍ୟ କରେ, ବିଶେଷ କରି ଯେତେବେଳେ ଲୋଡ୍ ହଠାତ୍ କମ୍ ବେଶୀ ହୁଏ। ଠିକ୍ ଅଛି, ତେବେ ଆମେ ଷ୍ଟେଟର କ'ଣ ଜାଣିଲେ, ରୋଟର କ'ଣ ଜାଣିଲେ, କିନ୍ତୁ ପ୍ରଶ୍ନ ହେଉଛି ଏ ଦିଟା ମିଶି କେମିତି ବିଜୁଳି ତିଆରି କରନ୍ତି? ଏହା ପଛରେ ଗୋଟେ ବହୁତ ମଜେଦାର ପ୍ରକ୍ରିୟା ଅଛି, ଯାହା ସେମାନଙ୍କ ଭିତରେ ଥିବା ସମ୍ପର୍କ ଉପରେ ହିଁ ନିର୍ଭର କରେ। ଦେଖନ୍ତୁ, ପୁରା ପ୍ରକ୍ରିୟାଟା କେମିତି କାମ କରେ। ଷ୍ଟେପ୍ 1, ଆମେ ପ୍ରଥମେ ଡିସି କରେଣ୍ଟ ଦେଇ ରୋଟରକୁ ଗୋଟେ ଚୁମ୍ବକରେ ପରିଣତ କରିଦେଉ। ଷ୍ଟେପ୍ 2, ତାପରେ ଗୋଟେ ପ୍ରାଇମ୍ ମୁଭର, ଭାବି ନିଅନ୍ତୁ ଗୋଟେ ଷ୍ଟିମ୍ ଟର୍ବାଇନ୍, ଏଇ ରୋଟରକୁ ବହୁତ ଜୋରରେ ବୁଲାଏ। ଷ୍ଟେପ୍ 3, ଏବେ ଏଇ ଯେଉଁ ବୁଲୁଥିବା ଚୁମ୍ବକ ଅଛି ସେ ତା ଚାରିପଟେ ଗୋଟେ ବୁଲୁଥିବା ଚୁମ୍ବକୀୟ କ୍ଷେତ୍ର ତିଆରି କରେ। ଷ୍ଟେପ୍ 4, ଏ ବୁଲୁଥିବା ଚୁମ୍ବକୀୟ କ୍ଷେତ୍ର ଯାଇ ଷ୍ଟେଟରରେ ଥିବା ସ୍ଥିର ତାରକୁ କାଟେ। ଆଉ ଫାଇନାଲି ଷ୍ଟେପ୍ 5, ଯେମିତି ହିଁ ସେ ତାରକୁ କାଟେ ତା ଭିତରେ ବିଜୁଳି ବା ଇଏମ୍ଏଫ୍ ତିଆରି ହୋଇଯାଏ। ବାସ୍, ଏଇଟା ହିଁ ଆମର ଏସି ବିଜୁଳି। ଆଉ ଏ ପୁରା ପ୍ରକ୍ରିୟାଟା କିଛି ଯାଦୁ ନୁହେଁ। ଏହା ପଛରେ ବିଜ୍ଞାନର ଗୋଟେ ବହୁତ ମୂଳ ନିୟମ ଅଛି। ସେଇଟା ହେଉଛି ଫ୍ୟାରାଡେଙ୍କ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଇଣ୍ଡକ୍ସନ୍ ନିୟମ। ଏଇ ନିୟମ ହିଁ କହେ ଯେ କେମିତି ଗୋଟେ ଗତିଶୀଳ ଚୁମ୍ବକ ଗୋଟେ ତାର ଭିତରେ ବିଜୁଳି ସୃଷ୍ଟି କରିପାରେ। ଅଲ୍ଟରନେଟରର ପୁରା କାମ ଏଇ ନିୟମ ଉପରେ ହିଁ ଚାଲେ। କିନ୍ତୁ କଥା ହେଉଛି, ବିଜୁଳି ଖାଲି ତିଆରି କରିଦେଲେ ହବନି, ତାକୁ ଠିକ୍ ଭାବରେ ନିୟନ୍ତ୍ରଣ ବି କରିବାକୁ ପଡ଼ିବ। ଆଉ ଇଞ୍ଜିନିୟରମାନେ ଏହାର ଆଉଟପୁଟ୍କୁ, ଖାସ୍ କରି ତାର ଫ୍ରିକ୍ୱେନ୍ସିକୁ ଏତେ ସଠିକ୍ ଭାବରେ ନିୟନ୍ତ୍ରଣ କରନ୍ତି ଯେ ଆମର ପୁରା ପାୱାର ଗ୍ରିଡ୍ ସ୍ଥିର ଭାବରେ ଚାଲିପାରେ। ଏଇ ନିୟନ୍ତ୍ରଣ ପଛରେ ଗୋଟେ ଛୋଟ କିନ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ ଫର୍ମୁଲା ଅଛି। NS = 120F/P। ଏଠି NS ହେଉଛି ରୋଟର କେତେ ଜୋରରେ ବୁଲୁଛି, F ହେଉଛି ବିଜୁଳିର ଫ୍ରିକ୍ୱେନ୍ସି, ଆଉ P ହେଉଛି ମେସିନ୍ରେ କେତେଟା ପୋଲ୍ ଅଛି। ଦେଖିଲେ କେମିତି ମେସିନ୍ର ଯାନ୍ତ୍ରିକ ଗତି ସିଧାସଳଖ ବିଜୁଳିର ଗୁଣ ସହିତ ଯୋଡ଼ି ହୋଇ ରହିଛି। ଆସନ୍ତୁ ଗୋଟେ ଉଦାହରଣ ନେବା, ପୁରା ସ୍ପଷ୍ଟ ହୋଇଯିବ। ଧରନ୍ତୁ ଆମକୁ 50 ହର୍ଜ ଫ୍ରିକ୍ୱେନ୍ସିର ବିଜୁଳି ଦରକାର, ଯାହାକି ଭାରତରେ ବ୍ୟବହାର ହୁଏ, ଆଉ ଆମ ଅଲ୍ଟରନେଟରରେ 4ଟା ପୋଲ୍ ଅଛି। ତାହେଲେ ଫର୍ମୁଲା ହିସାବରେ ଆମକୁ ରୋଟରକୁ ଠିକ୍ 1500 RPM ମାନେ ମିନିଟ୍କୁ ଠିକ୍ 1500 ଥର ଘୁରାଇବାକୁ ପଡ଼ିବ। ଟିକେ ବି କମ୍ ନୁହେଁ, ଟିକେ ବି ବେଶୀ ନୁହେଁ, ଏକଦମ ସଠିକ୍। ତେବେ
एते सबु परे गोटे प्रश्न आसुछि बिजुली तयारी करिबा पाई अल्टरनेटर डिजाइन ही काहींकी एते चालुछि काहींकी समस्ते एहाकु ही व्यवहार करूछंती हां एहा पछरे एहार किछि जबरदस्त डिजाइन सुविधा रहिछि। एहार सबुठु बड़ फायदा हैला बिजुली गोटे स्थिर जगारु बाहरुछि तेणु कोनोसी ब्रश दरकार पडुनी आउ सेथिपाई स्पार्क हेबा बा घसी होई खराब हेबार डर नाही मरामती खर्च भी बहुत कम। एहा छड़ा एगुड़िक बहुत दक्ष माने कम शक्ति नष्ट करंती आउ रोटर को चुंबक करिबा पई जो डीसी करेंट दरकार सेटा भी बहुत कम लागे तेणु सबु दृष्टिरु एहा बहुत लाभदायक। तेणु एबेठु जेतेबेले भी लाइट स्विच ऑन करिवे टिके भाबिबे से अदृश्य हीरो विषय से अल्टरनेटर जहा बिना आमर ए आधुनिक दुनिया आमर सहर आम टेक्नोलोजी किछि भी चली पारि नथांता। शेषरे ए गोटे प्रश्न रहिला सतरे जदि अल्टरनेटर नथांता तेबे आम दुनियाटा केमती होइथांता।